ଏଇ କଣ ତୁମେ କାଠ ଆଣିଲ ଯେ? କାଠ କେମିତି ଆଣି ନଥାନ୍ତି କହ? ଶୀତ ଦିନ ଆରମ୍ଭ ହେଇଗଲାଣି। ଆମ ଘର ଛାତ ଭାଙ୍ଗି ଯାଇଛି। ସେଇ ଭଙ୍ଗା ଜାଗାରେ ଥଣ୍ଡା ପବନ ଘରେ ପଶୁଛି। ମୁଁ ଆଜି ହିଁ ଆମ ଘର ଛାତ ମରାମତି କରିବି। କାଉ ଭାଇ, ମୁଁ ସବୁ କାଠ ଓହ୍ଲେଇ ଦେଇଛି। ଏବେ ମତେ ମୋ ପାରିଶ୍ରମିକ ଦିଅ, ମୁଁ ଘରକୁ ଯିବି। ଆରେ ହଁ ହଁ, ଏଇ ନେ ତ ଟଙ୍କା। କଥା ହେଉ ହେଉ ମୁଁ ତୋ କଥା ପୁରାପୁରି ଭୁଲି ଯାଇଥିଲି। ଧନ୍ୟବାଦ କାଉ ଭାଇ। ଶୀତ ଦିନ ପାଇଁ ଜଙ୍ଗଲରେ ସମସ୍ତେ ନିଜ ନିଜ ଘରକୁ ମଜବୁତ କରୁଛନ୍ତି। ମୋ ଘରଟି ଅନେକ ଦୁର୍ବଳ। ଥଣ୍ଡା ପବନ ଘରେ ପଶୁଛି। ମୁଁ ଏ ଟଙ୍କାରେ କିଛି କାଠ ନେଇ ଘରକୁ ଗଲେ ମୋ ଘରକୁ ମଜବୁତ କରିପାରନ୍ତି। କିନ୍ତୁ ଘରେ ତ କିଛି ବି ସଉଦା ନାହିଁ। ଯଦି ଏବେ କିଛି ଖାଇବା ନ ନେବି, ମୋ ଦୁଇ ଛୁଆ ଉପାସରେ ରହିବେ। ନା ନା, ଆଗ କିଛି ଖାଇବା ନିଏ, ପରେ ଘରକୁ ମଜବୁତ କରିନେବି। ତାପରେ ମା ଚଢ଼େଇ ଖାଇବା ଧରି ଘରକୁ ଗଲା ଆଉ ରୋଷେଇ କରି ତାର ଦୁଇ ଛୁଆଙ୍କୁ ଖାଇବା ଦେଲା। ରାତି ହେବା ପରେ ମା, ଭାରି ଥଣ୍ଡା ଲାଗୁଛି। ଥଣ୍ଡା ପବନରେ ଠିକରେ ଶୋଇ ହେଉନି। ଆମ ପାଇଁ କେବେ ଶୀତ ପୋଷାକ କିଣିବ ମା? ମାରି ଛୋଟ ମୋଟ କାମ କରି ମୁଁ ଯାହା ବି ପାଏ ସେଥିରେ ମୁଁ ଠିକରେ ଖାଇବା ଯୋଗାଡ଼ କରିପାରୁନି। ଶୀତ ପୋଷାକ କେମିତି କିଣିବି? ଆମ ଜଙ୍ଗଲରେ ଶୀତ ପୋଷାକର ଦାମ ବହୁତ ବେଶୀ। ସେସବୁ ଆମ ଗରିବଙ୍କ ପାଇଁ ନୁହଁରେ ମା। ମା, କାନ୍ଦନି। ଆମେ ଆଉ କେବେ ଶୀତ ପୋଷାକ ଆଣିବାକୁ କହିବୁନି। ହଁ ମା, ଆଉ କାନ୍ଦନି। ତୁମେ କାନ୍ଦିଲେ ଆମକୁ ଜମା ବି ଭଲ ଲାଗେନି। ନାଇଁ ରେ ମା, ମୁଁ ଆଉ କାନ୍ଦିବିନି। ତମେ ମାନେ ଆଜି ରାତି ପେପର ଘୋଡେଇ ହେଇ ଶୋଇପଡ। ମୁଁ କାଲି ଚେଷ୍ଟା କରିବି ଗୋଟେ ଚଦର ଆଣିବା ପାଇଁ। ଆରେ ଆରେ, ତୁମେ କିଏ? ଏମିତି ରାତି ଅଧରେ ଆସି ମୋ ଘର କବାଟ କାହିଁକି ବାଡଉଛ? ଆରେ ପୁଅ, ମୋ ଘର ପାଖ ଜଙ୍ଗଲରେ। ଆଜି ଘରକୁ ଫେରୁ ଫେରୁ ରାତି ହେଇଗଲା। ଏ ଶୀତ ରାତିରେ ରହିବା ପାଇଁ ମୁଁ ଆଶ୍ରୟ ଖୋଜୁଥିଲି। ଆଜି ରାତି ମତେ ତ ଘରେ ରହିବାକୁ ଦେଇଥା। ସକାଳୁ ସକାଳୁ ମୁଁ ଏଠୁ ଚାଲିଯିବି। ନା ନା, ମୁଁ ତୋ ପରି ଗୋଟେ ଅପରିଷ୍କାର ଚଢ଼େଇକୁ ମୋ ଘରେ ରହିବାକୁ ଦେଇ ପାରିବିନି। ମତେ ବିରକ୍ତ ନ କରି ଏଠୁ ଚାଲିଯା। କାଉ ବୁଢୀ ଚଢ଼େଇକୁ ଅପମାନ ଦେଇ ତା ଘରୁ ବାହାର କରିଦେଲା। ସେଠାରୁ କିଛି ଦୂରରେ ଚଢ଼େଇର ଘର ଥିଲା। ବୁଢୀ ଚଢ଼େଇ ସେଠାକୁ ଗଲା। ଘରେ କେହି ଅଛ? ଦୟାକରି ମତେ ଟିକେ ସାହାଯ୍ୟ କର। ଏତେ ରାତିରେ କିଏ ଡାକୁଛି ମତେ? ମୁଁ ଥରେ ବାହାରକୁ ଯାଇ ଦେଖେ। ଆରେ ବୁଢୀ ମା, କିଏ ତୁମେ? ଏତେ ରାତିରେ ମୋ ଘରକୁ ଆସିଲ ଯେ? ମାରେ, ମୋ ଘର ପାଖ ଜଙ୍ଗଲରେ। ମୁଁ ମୋ ଘରକୁ ଫେରୁଥିଲି, ହେଲେ ରାତି ହେଇଗଲା। ଏ ଶୀତ ରାତିରେ ମୁଁ ଆଶ୍ରୟ ଖୋଜୁଥିଲି। ଆଜି ରାତି ମତେ ତ ଘରେ ରହିବାକୁ ଦେଇପାରିବୁ ମା? ହଁ ହଁ ବୁଢୀ ମା, ଆସ ମୋ ସାଙ୍ଗରେ, ଘର ଭିତରକୁ ଆସ। ବୁଢୀ ମା, ଅନେକ ରାତି ହେଲାଣି। ତୁମେ ପେପର ଘୋଡେଇ ହେଇ ଶୋଇପଡ। ଆରେ, ତମେ ମାନେ ପେପର ଘୋଡେଇ ହେଇ ଶୋଉଛ? ଚଦର କମ୍ବଳ କଣ ତୁମ ପାଖରେ ନାହିଁ? ବୁଢୀ ମା, ଆମେ ବହୁତ ଗରିବ। ଚଦର କମ୍ବଳ କିଣିବା ପାଇଁ ଆମ ପାଖରେ ଟଙ୍କା ନାହିଁ। ଏ ପେପର ଘୋଡେଇ ଶୋଇଲେ ତୁମର କିଛି ଅସୁବିଧା ହେବ କି? ନାଇଁ ରେ ମା, ମୋର କିଛି ଅସୁବିଧା ହେବନି। ମୁଁ ପେପର ଘୋଡେଇ ହେଇ ଶୋଇପଡିବି। ଏମିତି ସେ ଶୀତ ରାତି ବିତିଗଲା। ପରଦିନ ସକାଳେ ଆରେ ମା, ତୁ ବହୁତ ଭଲ। କାଲି ଶୀତ ରାତିରେ ମତେ ତ ଘରେ ରହିବାକୁ ଦେଇ ମୋର ବହୁତ ବଡ଼ ଉପକାର କଲୁ। ତତେ ଦେବା ପାଇଁ ମୋ ପାଖରେ ଆଶୀର୍ବାଦ ଛଡ଼ା ଆଉ କିଛି ବି ନାହିଁ। ମୁଁ ତତେ ଆଶୀର୍ବାଦ ଦେଉଛି। ତୋ ଘରେ ଯୋଉ ବାକ୍ସ ଅଛି, ମୁଁ ଗଲା ପରେ ସେ ବାକ୍ସକୁ ଖୋଲିବୁ। ସେ ବାକ୍ସ ତୋ ଉନ୍ନତିର କାରଣ ହେବ। ଏବେ ମୁଁ ଯାଉଛି ରେ ମା। ଆଚ୍ଛା ଠିକ ଅଛି ବୁଢୀ ମା, ଯଦି କେବେ କିଛି ଦରକାର ହୁଏ ମୋ ପାଖକୁ ଆସିବ। ମୁଁ ତୁମକୁ ନିଶ୍ଚୟ ସାହାଯ୍ୟ କରିବି। ବୁଢୀ ମା ଏ ବାକ୍ସକୁ ନେଇ ମତେ କଣ ଆଶୀର୍ବାଦ ଦେଲେ? ମୁଁ ତ କିଛି ବି ବୁଝିପାରିଲିନି। ଏ ବାକ୍ସ ଭିତରେ କଣ ଅଛି?
ମୁଁ ଥରେ ଖୋଲିକି ଦେଖେ। ଏଇ କଣ ଏତେ ଗୁଡିଏ ଶୀତ ପୋଷାକ ମୋ ବାକ୍ସ ଭିତରକୁ କେମିତି ଆସିଲା? ଆଗରୁ ତ ମୋ ବାକ୍ସ ଖାଲି ଥିଲା। ଏସବୁ ନିଶ୍ଚୟ ବୁଢୀମାଙ୍କ ଆଶୀର୍ବାଦ। ତୁମକୁ ଅନେକ ଅନେକ ଧନ୍ୟବାଦ ବୁଢୀମା। ଏବେ ମୋ ପିଲାମାନେ ଥଣ୍ଡା ପାଇଁ ଆଉ କଷ୍ଟ ପାଇବେନି। ଚଢ଼େଇ ସବୁ ଶୀତ ପୋଷାକ ବାକ୍ସ ଭିତରୁ ବାହାର କରିଦେଲା। ସଙ୍ଗେ ସଙ୍ଗେ ପୁଣି ବାକ୍ସରେ ଆହୁରି ନୂଆ ଶୀତ ପୋଷାକ ଆସିଗଲା। ଆରେ ଏ କଣ ଚମତ୍କାର! ପୁଣି ଥରେ ବାକ୍ସ ଶୀତ ପୋଷାକରେ ଭରିଗଲା। ବୁଢୀମାଙ୍କ ଆଶୀର୍ବାଦ ପାଇଁ ଏ ସାଧାରଣ ବାକ୍ସ ଯାଦୁର ବାକ୍ସ ହେଇଗଲା। ଆମ ଜଙ୍ଗଲରେ ଅନେକ ଗରିବ ଚଢ଼େଇ ଅଛନ୍ତି। ମୁଁ ଏ ସବୁ ପୋଷାକ କମ ଦାମରେ ବିକ୍ରି କରିଦେବି। ଥଣ୍ଡା ପାଇଁ ଆଉ କେହି ବି କଷ୍ଟ ପାଇବେନି। ତାପରେ ଚଢ଼େଇ କିଛି ଶୀତ ପୋଷାକ ନେଇ ଜଙ୍ଗଲ ଭିତରକୁ ଗଲା ଆଉ ବିକ୍ରି କଲା। ଚଢ଼େଇ ବହୁତ କମ ଦାମରେ ଶୀତ ପୋଷାକ ବିକ୍ରି କରୁଥିଲା, ଯୋଉଥିପାଇଁ ସବୁ ଚଢ଼େଇ ତା ପାଖରୁ ହିଁ ଶୀତ ପୋଷାକ କିଣୁଥିଲେ। ଚଢ଼େଇର ଭଲ ରୋଜଗାର ହେଲା। ଧୀରେ ଧୀରେ ସେ ଗୋଟେ ବଡ ଦୋକାନ ଦେଲା। ଆରେ ଚଢ଼େଇ, ତୁ ତ ଆଗରୁ ଅନେକ ଗରିବ ଥିଲୁ, ହଠାତ୍ ଏତେ ଧନୀ କେମିତି ହେଲୁ? ତୁ କିଛି ଗୁପ୍ତଧନ ପାଇଲୁ କି? ନା ନା କାଉ ଭାଇ, ମୁଁ କିଛି ବି ଗୁପ୍ତଧନ ପାଇନି। ଏସବୁ ବୁଢୀମାଙ୍କ ଆଶୀର୍ବାଦର ଫଳ। ବୁଢୀ ମାଙ୍କ ଆଶୀର୍ବାଦ? ତୁ ଏସବୁ କଣ କହୁଛୁ? ମୁଁ କିଛି ବି ବୁଝିପାରୁନି। ତାପରେ ମା ଚଢ଼େଇ କାଉକୁ ସବୁ ଘଟଣା କହିଲା। ଆରେ ଆରେ, ସେଦିନ ରାତିର ବୁଢୀ ତାହେଲେ କୌଣସି ସାଧାରଣ ବୁଢୀ ନଥିଲା। ଏ ହେ, ମୁଁ କେତେ ବଡ ଭୁଲ କରିଦେଲି। ମୁଁ ଯେମିତି ବି ହେଉ ଏବେ ସେ ବୁଢୀକୁ ଖୋଜିବି ଆଉ ତା ପାଖରୁ ଆଶୀର୍ବାଦ ନେବି। ଏମିତି କହି କାଉ ସେ ବୁଢୀ ଚଢ଼େଇକୁ ଖୋଜିବା ପାଇଁ ଗଲା। ଅନେକ ଦିନ ଖୋଜିଲା ପରେ ଦିନେ ସେ ବୁଢୀ ଚଢ଼େଇକୁ ପାଇଗଲା। ବୁଢୀ ମା, ତୁମେ ଏଠି? ଜାଣିଛ ମୁଁ ତୁମକୁ କେତେ ଜାଗାରେ ଖୋଜୁଥିଲି। ତୁ ମତେ କାହିଁକି ଖୋଜୁଥିଲୁ? ପୁଣି ଥରେ ଅପମାନ କରି ଏଠୁ ବାହାର କରିବା ପାଇଁ? ନା ନା ବୁଢୀ ମା, ମୁଁ ତୁମକୁ ଖୋଜୁଥିଲି କ୍ଷମା ମାଗିବା ପାଇଁ। ସେଦିନର ଭୁଲ ପାଇଁ ମତେ କ୍ଷମା କରିଦିଅ। ମୁଁ ଏମିତି ଭୁଲ ଆଉ କେବେ କରିବିନି। ଆଚ୍ଛା ଆଚ୍ଛା, ଠିକ ଅଛି। ତୁ ଯଦି ଏତେ କ୍ଷମା ମାଗୁଛୁ, ଯା, ମୁଁ ତତେ କ୍ଷମା କରିଦେଲି। ଆରେ ଖାଲି କ୍ଷମା କାହିଁକି କରୁଛୁ? ମତେ ଆଶୀର୍ବାଦ ବି ଦେ। ଏ ମାନେ ବୁଢୀ ମା, ମତେ ବି ଚଢେଇ ପରି ଆଶୀର୍ବାଦ ଦିଅ। ଆଚ୍ଛା, ତୁ ଆଶୀର୍ବାଦ ଚାହୁଁଛୁ? ହଉ ଯା, ମୁଁ ତତେ ଆଶୀର୍ବାଦ ଦେଉଛି। ତୁ ତ ଘରକୁ ଯାଇ ଯାହା ବି ଧରିବୁ ସେସବୁ ଦ୍ୱିଗୁଣା ହେଇ ତୋ ଉପରକୁ ଆସିବ। ବା ବା, ମୋ କାମ ହେଇଗଲା। ଏବେ ବୁଢୀର ଆଉ କିଛି ଦରକାର ନାହିଁ। ମୁଁ ଏବେ ମୋ ଘରକୁ ଯାଏ। ଆଜି ତୁ ତ ଲୋଭର ଫଳ ପାଇବୁ। ଏବେ ଘରକୁ ତ ଆସିଗଲି। ଯାଏ, ଆଗ ମୋ ସୁନା ଟଙ୍କାର ବାକ୍ସକୁ ଧରେ। ମୋ ସୁନା ଟଙ୍କାର ବାକ୍ସ ଦ୍ୱିଗୁଣା ହେଇଯିବ। ହା ହା ହା। ଯେମିତି କାଉ ସୁନା ଟଙ୍କାର ବାକ୍ସକୁ ଧରିଲା, ସୁନା ଟଙ୍କାର ବାକ୍ସ ଦ୍ୱିଗୁଣା ହେଇ କାଉ ଉପରେ ପଡ଼ିଲା। ଆରେ ଆରେ, ହେ କଣ? ସୁନା ଟଙ୍କାର ବାକ୍ସ ତଳେ ମୁଁ ଚାପି ହେଇଗଲି। ବଞ୍ଚାଅ, କେହି ମତେ ବଞ୍ଚାଅ। ସେ ବୁଢୀ ଜାଣିଶୁଣି ମତେ ଶାସ୍ତି ଦେବା ପାଇଁ ଏମିତି ଆଶୀର୍ବାଦ ଦେଇଥିଲା। ମତେ ସେ ଠକି ଦେଲା। ଲୋଭୀ ପକ୍ଷୀ, ଆଜି ତୁ ନିଜ ଲୋଭର ଫଳ ପାଉଛୁ। ମୁଁ ଚଢ଼େଇ ମାନଙ୍କୁ ପରୀକ୍ଷା କରିବା ପାଇଁ ଜଙ୍ଗଲରୁ ଜଙ୍ଗଲ ଯାଏ। ଭଲ ଚଢ଼େଇ ମାନଙ୍କୁ ମୁଁ ସାହାଯ୍ୟ କରେ, ଆଉ ଲୋଭୀ ଚଢ଼େଇ ମାନଙ୍କୁ ମୁଁ ଶାସ୍ତି ଦିଏ। ତୁ ଆଜି ଯାହା ବି କଷ୍ଟ ପାଉଛୁ ସେସବୁ ନିଜ ପାଇଁ ପାଉଛୁ।